नमस्कार। आपण ସମସ୍ତଙ୍କ ପାଇଁ ଗୋଟେ ଖୁସି ଖବର ଯେ ରାଜ୍ୟରେ ଯୋଉ ଶିଶୁ ସେବିକାର ନିଯୁକ୍ତିକୁ ନେଇ ଯୋଉ ନିୟମାବଳୀ ଆସିବାର ଥିଲା ସେଟା ଆସି ସାରିଛି। ଆଜିର ଏଇ ଭିଡିଓରେ ଆମେ ଜାଣିବା ଯେ ଶିଶୁ ସେବିକା ମାନଙ୍କୁ କିଏ ନିଯୁକ୍ତି ଦେବେ, ସେମାନଙ୍କର କାମ କଣ ରହିବ, ଗୋଟିଏ ସ୍କୁଲରେ କେତେ ଜଣ ଶିଶୁ ସେବିକା ରହିବେ ବା ଶିଶୁ ସେବିକା ମାନଙ୍କର ବୟସ କେତେ ହେବ, ସେମାନଙ୍କୁ ଦରମା କଣ ମିଳିବ, ଏଇ ସବୁ ବିଷୟରେ ଆମେ କମ୍ପ୍ଲିଟଲି ଜାଣିବା। ତ ପ୍ରଥମତଃ ଯୋଉ ଶିଶୁ ସେବିକା ମାନେ ରହିଲେ ସେମାନଙ୍କର ବୟସ 18 ରୁ 45 ବର୍ଷ ମଧ୍ୟରେ ହେଇଥିବ। ଆଉ ସେମାନେ କଣ କରୁଥିବେ ନା ତାଙ୍କର ଶିକ୍ଷାଗତ ଯୋଗ୍ୟତା ଯଦି ଦେଖିବା ସେମାନେ ଶିକ୍ଷିତ ହେଇଥିବେ, ମାନେ 10ମ ପାସ୍ କରିଥିବେ। ତା ଛଡା ଏଇ ଯୋଉ ଶିଶୁ ସେବିକାରେ ପ୍ରଥମ ପ୍ରାଥମିକତା କାହାକୁ ଦିଆଯିବ, SC/ST ମହିଳା ମାନଙ୍କୁ ଦିଆଯିବ। ଆଉ ସେମାନେ ମାସକୁ 3000 ଟଙ୍କା ଲେଖା ପାରିଶ୍ରମିକ ମିଳିବ। ତା ଛଡା ରାଜ୍ୟରେ ଆମର 45,000 ଶିଶୁ ସେବିକା ନିୟୋଜିତ ହେବ ବୋଲି ଜଣା ପଡୁଛି। ଏଇ ଶିଶୁ ସେବିକା ମାନଙ୍କୁ କିଏ ନିଯୁକ୍ତି ଦେବେ ନା ଯୋଉ ସ୍କୁଲରେ ଯୋଉ SMC କମିଟି ଥାଏ ବା ବିଦ୍ୟାଳୟ ପରିଚାଳନା କମିଟି ଥାଏ, ସେମାନେ ହିଁ ଶିଶୁ ସେବିକା ମାନଙ୍କୁ ନିଯୁକ୍ତି ଦେବେ। ତ ବିଦ୍ୟାଳୟ ସ୍ତରରେ ଯୋଉ ବିଦ୍ୟାଳୟ ପରିଚାଳନା କମିଟି ଅଛି ସେମାନେ ହିଁ ଶିଶୁ ସେବିକାକୁ ନିଯୁକ୍ତି କରିବେ। ତ ଏ ଯୋଉ ଶିଶୁ ସେବିକା ମାନେ ରହିଲେ ସେମାନଙ୍କର କାମ କଣ ହବ, ସେମାନେ କଣ ପାଠ ପଢେଇବେ କି ନା ସେମାନଙ୍କର କଣ କାମ ହବ ନା ପିଲାମାନେ ଇଆଡେ ସିଆଡେ ଯେମିତି ନ ବୁଲିବେ, ସେମାନେ କେମିତି ଶ୍ରେଣୀ ଗୃହରେ ସୁରକ୍ଷିତ ଭାବରେ ରହିବେ, ତାଙ୍କର ହାତ ଧୁଆ, ଖାଇବା, ଟଏଲେଟ ଯିବା, ଶ୍ରେଣୀ ଗୃହରେ ବସିବା, ଏଇ ସବୁ ଆଡକ ସବୁ ବୁଝିବା ପାଇଁ ହଉଛି ଶିଶୁ ସେବିକା ମାନଙ୍କୁ ନିଯୁକ୍ତି କରାଯାଉଛି। ସେମାନେ ପ୍ରତ୍ୟେକ ଦିନ ପିଲାମାନଙ୍କର କେମିତି ଦିନ କଟୁଛି, ମାନେ ପ୍ରଥମ ଦ୍ୱିତୀୟ ଶ୍ରେଣୀର ଛୁଆ ମାନଙ୍କର ଦିନ କେମିତି କଟୁଛି ସେ ବିଷୟରେ ଦେଖିବେ। ତା ଛଡା କୌଣସି ପରିସ୍ଥିତିରେ ଶିଶୁ ସେବିକା ମାନେ ପିଲାମାନଙ୍କର ପାଠ ପଢାର ଦାୟିତ୍ୱ ନେବେ ନାହିଁ। ଇଏ ଥିଲା ତମର କମ୍ପ୍ଲିଟ ଶିଶୁ ସେବିକାଙ୍କ ବିଷୟରେ କମ୍ପ୍ଲିଟ ଭିଡିଓ। ଏଇପରି ଇନଫର୍ମେଟିଭ ଭିଡିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିକି ଭିଡିଓକୁ ଲାଇକ୍ କରିଦେବେ। ଓକେ, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।